କ'ଣ ଆପଣ ଗ୍ରାଫ୍ଟେଡ୍ ବାଇଗଣ ଚାଷ କରିବା ପାଇଁ ଚାହୁଁଛନ୍ତି? ଯଦି ଚାହୁଁଛନ୍ତି ତାହେଲେ ନିଶ୍ଚିତ ଭାବରେ ଆପଣଙ୍କୁ ପ୍ରପର୍ ଜ୍ଞାନ କୌଶଳର ଆବଶ୍ୟକତା ରହିଛି। କାହିଁକିନା ଗ୍ରାଫ୍ଟେଡ୍ ବାଇଗଣ ଏମିତି ଗୋଟେ ଫସଲ, ଏଥିରେ ବହୁତ ଉତ୍ପାଦନ ହୋଇଥାଏ କିନ୍ତୁ ରୋଗ ପୋକର ସମସ୍ୟା ବି ବହୁତ ଥାଏ। ପ୍ରଥମେ ତ ଆପଣ ବେଡ୍ ଟୁ ବେଡ୍ ଡିଷ୍ଟାନ୍ସ କେତେ ରଖିବେ ଏବଂ ଗଛ ଟୁ ଗଛ ଡିଷ୍ଟାନ୍ସ କେତେ ରଖିବେ, ଇଏ ହେଉଛି ମୂଳ କଥା। ଏବଂ ରୋଗ ପୋକର ସମସ୍ୟାକୁ କେମିତି ସମାଧାନ କରିବେ। ଏଥିରେ ରୋଗ ଝାଉଁଳା ରୋଗ ଆସିଥାଏ, ଯେଉଁଟାକି ଜୀବାଣୁ ଜନିତ, ଭୂତାଣୁ ଜନିତ ଏବଂ କବକ ଜନିତ। ତ ଯଦି ଆପଣମାନେ ଭୂତାଣୁ ଜନିତ, କବକ ଜନିତ ଆଉ ଜୀବାଣୁ ଜନିତ ରୋଗକୁ ଦୂରୀଭୂତ କରିବା ପାଇଁ ଚାହୁଁଛନ୍ତି ତାହେଲେ ମୋ ଚ୍ୟାନେଲରେ ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ ପାଇଁ ଭିଡ଼ିଓ ରହିଛି। ଆପଣମାନେ ମୋ ଚ୍ୟାନେଲକୁ ଭିଜିଟ୍ କରନ୍ତୁ ଏବଂ ଚ୍ୟାନେଲରେ ବହୁତ ସାରା ଭିଡ଼ିଓକୁ ଆପଣମାନେ ଦେଖନ୍ତୁ ଆଉ ସେଇଥିରେ ଜ୍ଞାନ କୌଶଳକୁ ଆଦରି ନିଅନ୍ତୁ। ଗ୍ରାଫ୍ଟେଡ୍ ବାଇଗଣ ଗୋଟେ ଏମିତିକା ଫସଲ ଯେଉଁଥିରେ ବି ଆପଣ ଲକ୍ଷପତି ହୋଇପାରିବେ ଚାଷ କରି, କିନ୍ତୁ ପ୍ରପର୍ ନଲେଜ୍ ରହିବା ଦରକାର, ତା'ର ଖାଦ ପାଣି ବିଷୟରେ ଜାଣିବା ଦରକାର।